ଇଲିଶ ମାଛ ଖାଇବ କି? ତାହେଲେ ଆସ। ହ୍ୟାଲୋ ସାଙ୍ଗମାନେ, ୱେଲକମ୍ ଟୁ ବ୍ୟାକ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣମାନେ ତ ଜାଣିଥିଲେ ପ୍ରିଫର ବ୍ଲଗ୍ରେ ମୁଁ କହିଥିଲି କି ମୁଁ ପଳେଇ ଆସିଛି ଘରକୁ। ଆଉ ଘରେ ଟିକେ ବହୁତ କାମ ଚାଲିଥିଲା, ସେଥିପାଇଁ ମୁଁ ଭିଡ଼ିଓ ଗୁଡ଼ା ପକେଇ ପାରୁନଥିଲି, ସେଥିପାଇଁ ଏଡ଼ିଟ୍ କରିପାରୁନଥିଲି, କାହିଁକିନା ଟାଇମ୍ ହେଉନଥିଲା, ସେଥିପାଇଁ ସରି। ଆଉ ଦେଖନ୍ତୁ ସକାଳୁ ସକାଳୁ ମୁଁ ଉଠି ପିଇ ଯାଇଥିଲି ନାଲି ଚା। ଆଉ ଇଏ ହେଉଛି ଆମ ଛୋଟ, ସିଏ ସାଇକେଲ ନେଇ ବାହାରିଗଲା ତାର ବୁଲିଲେ। ତାପରେ ଆମେ କ'ଣ କଲୁ, ଆମେ ବି ଚା ପିଇ ଦେଇ ପଳେଇ ଆସିଥିଲୁ ବୁଲିବା ପାଇଁ। ଇଏ ଦେଖନ୍ତୁ, ଇଏ ହେଉଛି ଆମର ଆଉ ଗୋଟେ ଛୋଟ, ୟାକୁ ମୁଁ ନେଇ ପଳେଇ ଆସିଲି ବୁଲିବା ପାଇଁ। ସିଏ ତମକୁ ହାଏ ହାଏ କରୁଛି, ତମେ ବି ତାକୁ ବାଏ ବାଏ ଜଣେଇ ଦିଅ କମେଣ୍ଟ ବକ୍ସରେ। ତାପରେ ମୁଁ ପଳେଇ ଆସିଲି, ଆମ ଗାଁରେ ହେଉଛି ସରସ୍ୱତୀ ପୂଜା, ସେଥିପାଇଁ ମୁଁ ପଳେଇ ଆସିଲି ମନ୍ଦିର ଆଡ଼େ ବୁଲିବା ପାଇଁ। କି ଆମର ଚାଲନ୍ତୁ ଦେଖାଉଛି ମୁଁ କେତେ ସୁନ୍ଦର ଭାବରେ ସଜାଇଛି ଆଉ କେତେ ଭଲ ଭାବରେ ସଜାଇଛି। କ'ଣ ଆପଣଙ୍କ ଆଡ଼େ କେତେ ଧୁମଧାମରେ ହେଉଛି ନିହାତି କମେଣ୍ଟରେ ଜଣାଇବେ। ତାପରେ ଆମେ ସେଠି କିଛି ବୁଲାବୁଲି କରିଥିଲୁ, ତାପରେ ପଳେଇଥିଲୁ ଯାତ୍ରା ପଡ଼ିଆକୁ। ଚାଲନ୍ତୁ ଦେଖୁଛୁ, ଆମ ଗାଁରେ ହେଉଛି ତାରିଣୀ ଗଣନାଟ୍ୟ ଏବେ ଖେଳୁଛି ଧୁମଧାମ ଉପରେ। ଆସନ୍ତୁ ମୁଁ ତୁମକୁ ଦେଖାଉଛି, ଗେଟ୍ କାମ ଚାଲିଛି ଆଉ ଆସ୍ତେ ଆସ୍ତେ ପୁରା ହେଇଯିବ। ଆଉ କାହିଁକିନା ରାତି ଆଜି ହେବାର ଅଛି ଯାତ୍ରା, ସେଥିପାଇଁ ପୁଣି ପଳେଇଲି। ଆମର ଗୋଟେ କରିଛୁ ଦୋକାନ, ଆସ ମୁଁ ତୁମକୁ ଦୋକାନ ଦେଖାଉଛି। ଆମ ଦୋକାନରେ ଚା ବିକ୍ରି ହେଉଛି, ପାନ ଅଣ୍ଡା ସବୁ କିଛି ବିକ୍ରି ହେଉଛି। ଯାହା ଯାହା ଦରକାର ପଳେଇ ଆସିବ ଆମ ଦୋକାନକୁ। ତାପରେ ମୁଁ ଟିକେ ପିଇ ଦେଇଥିଲି ଚା, ଆଉ ପୁରା ଗରମା ଗରମ ଚା ପିଇ ଦେଇଥିଲି, କାହିଁକିନା ସକାଳୁ ସକାଳୁ ମୁଁ ଟିକେ ଆସିଥିଲି ବୁଲିବା ପାଇଁ ନା, ଟିକେ ଚା ପିଇଦେବା। ଆଉ ଦେଖୁନାହାନ୍ତି, ଇଏ ହେଉଛି ମାଛ। ଏଇଟା କେଉଁ ମାଛ ଜମା ଜାଣିଛ ନିହାତି କମେଣ୍ଟରେ କହିବ। ଆଉ ମୁଁ ବି ଜାଣିଛି, ଗୋଟେ କହିଥିଲି ଆଉ ଇଲିଶ ମାଛ ବୋଲି। ଆଉ ତାପରେ ମୁଁ ଆସିଲି, ଆମ ଘରେ ଯାଇଥିଲା ମାଛ ଭଜା, ତାପରେ ମୁଁ ଖାଇଦେଲି। ରହୁଛି, ବାଏ ବାଏ, ପୁଣି ଦେଖାଯିବା ନେକ୍ସଟ ବ୍ଲଗ୍ରେ। ଲାଇକ୍ କମେଣ୍ଟ ସବସ୍କ୍ରାଇବ୍।